ଓଡ଼ିଶା ଇତିହାସର ସେହି ତନ୍ତ୍ର ସାଧିକା ଯାହାଙ୍କର ନାଁ ଶୁଣିଥିଲେ ଦିନେ ଭାରତ ଭୟରେ ଥରୁଥିଲା। ନମସ୍କାର ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ଓଡ଼ିଆ ତାନ୍ତ୍ରିକ ଷ୍ଟୋରିକୁ ହାର୍ଦ୍ଦିକ ସ୍ୱାଗତ। ଆପଣ ଶୁଣୁଛନ୍ତି ନୂଆ କାହାଣୀ ଯାହାର ନାଁ ହେଉଛି ଶ୍ମଶାନ କାଳୀ। ଆଉ କାହାଣୀଟି ସତ ଘଟଣା ଉପରେ ଆଧାରିତ। ଆପଣଙ୍କୁ ଶୁଣାଉଛି ମୁଁ ସାହିଲ କୁମାର ଦାସ। ୱେଷ୍ଟବେଙ୍ଗଲ ତାରାପୀଠ ମହାଶ୍ମଶାନ ପାଇଁ ଭାରି ପ୍ରସିଦ୍ଧ। ସକାଳର ପହିଲି କିରଣ ସହ ନୀତି ଆସେ ନୂଆ ସକାଳ। ସୂର୍ଯ୍ୟଙ୍କ ସିନ୍ଦୁରୀ କିରଣର ପରଶରେ ଲୋକ ଗହଳିରେ ପୂର୍ଣ୍ଣ ହୋଇଯାଏ ଦିବ୍ୟଭୂମି। ମନ୍ଦିରର ଘଣ୍ଟି ଘଣ୍ଟା ଲୋକଙ୍କ ଗହଳି ଚହଳିରେ ପୁରି ଉଠେ ତାରାପୀଠ। ମା ତାରାଙ୍କର ଦିବ୍ୟ ଦର୍ଶନ ପାଇଁ ଦୂର ଦୂରାନ୍ତରରୁ ଛୁଟେ ଭକ୍ତଙ୍କର ସୁଅ। ଦିନ ଆଲୁଅରେ ଏଠି ଅନେକ ଦୋକାନ ବଜାର ଲାଗେ। ଲୋକ ଗହଳି ଚହଳିରେ ଫାଟି ପଡ଼େ। ଦିନରେ ସ୍ଥାନଟି ଦେଖିବାକୁ ଯେତେ ସୁନ୍ଦର ଲାଗେ, ରାତି ହେଲେ ନିଜ ଅସଲ ରୂପ ପ୍ରକାଶିତ କରେ ଏହି ଭୂମି। ଅହରହ ଜଳୁଥାଏ ଏଠି ଚିତା। କୁଢ଼ କୁଢ଼ ଶବ, ହାଣ୍ଡି ଆଉ ଚିରା ଫଟା ଲୁଗା ସହ କୋକେଇ ପଡ଼ିଥାଏ ଶ୍ମଶାନ ସାରା। ଅନେକ ଶିଆଳ କୁକୁର ପେଣ୍ଠ ହୁଅନ୍ତି ଏହି ଭୂମିରେ। ଅନେକ ଚଣ୍ଡାଳ ଏଠି ନିଜ ଆଡ୍ଡା ଜମେଇ ସାରିଛନ୍ତି। ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ତାରାପୀଠର ଦୁଇଟି ରୂପ, ଗୋଟେ ସୌମ୍ୟ, ଅନ୍ୟଟି ଉଗ୍ର। ଯେବେ ବୁଡ଼ି ଆସେ ସଞ୍ଜ, ନଇଁ ଆସେ ରାତି, ଶିଆଳ କୁକୁରମାନଙ୍କର ଚିତ୍କାର ଭିନ୍ନ ଏକ ମାହୋଲ ତିଆରି କରେ। ଅହରହ ଜଳୁଥାଏ ତାରାପୀଠ ଶ୍ମଶାନରେ ଚିତା। ରାଜା ରଙ୍କ, ଭିକାରୀ, ଧନୀ ଗରିବ ସମସ୍ତେ ଏଠି କେବଳ ମୁଠାଏ ପାଉଁଶ। ମହାଶ୍ମଶାନର ମାଟିମା କୋଳରେ ବିବେକୀ ଅବିବେକୀ, ପାପୀ ଧାର୍ମିକ ସମସ୍ତେ ସମାନ ମାତ୍ରାରେ ସ୍ଥାନ ପାଇଛନ୍ତି। ଜୀବନ ସାରା ଖେଳିଥିବା ପାପ ପୁଣ୍ୟର ଖେଳ ଏଠି ଯେମିତି ଶୂନ୍ୟ। ରାଗ, ଦ୍ୱେଷ, ଧର୍ମ, ଅଧର୍ମ, କର୍ମ, ଅକର୍ମ, ପାପ, ପୁଣ୍ୟ ସବୁର ଶେଷ ଠିକଣା ଏହି ମହାଶ୍ମଶାନ। ଘଟଣାଟି ଆଜିକି ଅନେକ ବର୍ଷ ତଳର। ଆଜିର ତଥା ତତ୍କାଳୀନ ସମୟ ଭିତରେ ଆକାଶ ପାତାଳ ଫରକ। ସେତେବେଳେ ୱେଷ୍ଟବେଙ୍ଗଲକୁ ବଙ୍ଗଳା ଦେଶ ବୋଲି କୁହାଯାଉଥିଲା। କେହି କେହି ୟାକୁ ବଙ୍ଗ ବୋଲି କହୁଥିଲେ, ଆଉ କେହି କେହି ୟାକୁ ବଙ୍ଗାଲ ବୋଲି ବି କୁହନ୍ତି। ଏଠି ଘରେ ଘରେ ତାନ୍ତ୍ରିକ। କଳା ଯାଦୁର ମୁଖ୍ୟ ଭିତ୍ତିଭୂମି ଯଦି ଆମେ ଖୋଜିବା, ତେବେ କେଉଁଠି ନା କେଉଁଠି ଓଡ଼ିଶା ପରେ ବେଙ୍ଗଲ ହିଁ ଏକମାତ୍ର ଭୂମି ଯେଉଁଠି ନାରୀତନ୍ତ୍ରର ପ୍ରଭାବ ସବୁଠୁ ବେଶୀ ଆଉ ତୀବ୍ର। ହେଲେ ସମୟକ୍ରମେ ଯେଉଁ ତନ୍ତ୍ରର ଅୟମାରମ୍ଭ ଓଡ଼ିଶାରୁ ହେଇଥିଲା, ଚୈତନ୍ୟଙ୍କ ପରେ ପରେ ଯେମିତି ଓଡ଼ିଶା ଆଧ୍ୟାତ୍ମିକ ଯାତ୍ରାର ଗୋଟେ ନୂଆ ଅଧ୍ୟାୟ ଲେଖା ହେଲା, ଯାହାର ପରିଣାମ ସ୍ୱରୂପ ଓଡ଼ିଆ ଆଜି ଭୀରୁ ହୋଇଯାଇଛନ୍ତି। କାରଣ ପ୍ରଥମ ଯୋଗିନୀ ତନ୍ତ୍ର ଆବିଷ୍କାର ଓଡ଼ିଶାରୁ ହିଁ ହେଇଥିଲା। ଆଉ ସମୟକ୍ରମେ ବଲାଙ୍ଗୀର ଦେଇ ସେ ତନ୍ତ୍ର ବିଦ୍ୟା ଚାଲିଗଲା ମଧ୍ୟପ୍ରଦେଶ। ଧୀରେ ଧୀରେ ଯୋଗିନୀ ତନ୍ତ୍ର ସାରା ଭାରତରେ ବ୍ୟାପ୍ତ ହୋଇଗଲା। ଆଉ ଦେଖୁ ଦେଖୁ ଓଡ଼ିଶା ହେଇଗଲା ପଛୁଆ ରାଜ୍ୟ। କେଉଁଠି ନା କେଉଁଠି ବିହାରୀ, ତେଲେଙ୍ଗା ଆଉ ବଙ୍ଗାଳୀମାନଙ୍କର କୁଚକ୍ରାନ୍ତର ଶିକାର ସବୁବେଳେ ଓଡ଼ିଶାବାସୀ ହେଇଛନ୍ତି। ନ ହେବେ ବା କେମିତି? କେଉଁଠି ନା କେଉଁଠି ୟା ପଛରେ ଓଡ଼ିଆମାନଙ୍କର ଚିନ୍ତାଧାରା ହିଁ ଦାୟୀ। ବାପକୁ ନ ପୋଷି ଦାଦିକୁ ପୋଷିବା ଏମାନଙ୍କର ମୁଖ୍ୟ ଗୁଣ। ଚୈତନ୍ୟଙ୍କ ପରେ ପରେ ବଙ୍ଗାଳୀଙ୍କର ଚକ୍ରାନ୍ତରେ ଓଡ଼ିଶାବାସୀ ନିଜ ଶୈବ ଶାକ୍ତ ଧର୍ମକୁ ଛାଡ଼ି ଆପଣେଇଲେ ବୈଷ୍ଣବ ଧର୍ମ। ଆଉ ଧର୍ମର ଛଳନା ଆଢ଼ରେ ବଙ୍ଗାଳୀମାନେ ଶୋଷଣ କଲେ ଓଡ଼ିଆଙ୍କୁ। ଓଡ଼ିଆ ଭାଷାରେ ଯେଉଁମାନେ ମନ୍ଦିରରେ ପୂଜା କରୁଥିଲେ, ତନ୍ତ୍ରବିଦ୍ୟା ଶିକ୍ଷା କରୁଥିଲେ, ଶିକ୍ଷା ଦେଉଥିଲେ ଆଉ ଶାକ୍ତ ଶୈବ ପରମ୍ପରାକୁ ଜୀବିତ ରଖିବା ପାଇଁ ଆଧ୍ୟାତ୍ମିକ ଯାତ୍ରାର ଭିତ୍ତିଭୂମି ପକାଇଥିଲେ, ସେମାନଙ୍କୁ ପୂଜାରୀ କୁହାଯାଉଥିଲା। କିନ୍ତୁ ବଙ୍ଗାଳୀ ଓଡ଼ିଆଙ୍କୁ ନିଜ ଘରେ ରୋଷେଇଆ ରୂପେ ରଖି ଖଟାଇଲେ, ଆଉ ତାଙ୍କୁ ପୂଜାରୀ ପୂଜାରୀ ବୋଲି ଡାକୁଥିଲେ। ଅର୍ଥାତ୍ ବଙ୍ଗାଳୀମାନଙ୍କ ଦୃଷ୍ଟିରେ ପୂଜାରୀର ଅର୍ଥ ଚାକର, ଯେବେକି ଓଡ଼ିଆ ଡିକ୍ସନାରୀରେ ଏହି ଶବ୍ଦ ଅତ୍ୟନ୍ତ ସମ୍ମାନ ସହକାରେ ନିଆଯାଏ। ଓଡ଼ିଆ ସିନା ନିଜ ତନ୍ତ୍ରବିଦ୍ୟା, ତନ୍ତ୍ର ସାହିତ୍ୟକୁ ସୁରକ୍ଷିତ ରଖିପାରିଲେନି, ହେଲେ ବଙ୍ଗାଳୀ ଭାରି ଚତୁର। ସେମାନେ ବିଦ୍ୟାଗୁଡ଼ିକୁ କେବଳ ଯେ ସାଇତି ରଖିଲେ ତା ନୁହେଁ, ତା'ର ବ୍ୟବହାର ଉପଯୋଗ ଦୈନନ୍ଦିନ ଜୀବନରେ କରିବାକୁ ଲାଗିଲେ। କୁହାଯାଏ ବେଙ୍ଗଲର ତନ୍ତ୍ର ଏତେ ସୁଦୃଢ଼ ଯେ ସେମାନେ ଇଂରେଜଙ୍କୁ ବଶରେ ରଖିପାରୁଥିଲେ। ବୋଧହୁଏ ସେଇଥିପାଇଁ ଇଂରେଜ ସମ୍ପୂର୍ଣ୍ଣ ଭାରତବର୍ଷରେ କେବଳ ବଙ୍ଗାଳୀମାନଙ୍କ ସହ ହିଁ ମିତ୍ରତା ରଖିଥିଲେ। ବଙ୍ଗଳା ବିଷୟରେ ଯେଉଁ ଇତିହାସ ଲେଖାଯାଇଛି, ତାହା ସମ୍ପୂର୍ଣ୍ଣ ମିଛ ଉପରେ ଆଧାରିତ। ଇଂରେଜ ଆଉ ବଙ୍ଗାଳୀଙ୍କର ଚିନ୍ତାଧାରା ସମାନ ଥିଲା, ଅନ୍ୟକୁ ନିଜ ଅଧୀନରେ କରି ରଖିବା। ବଙ୍ଗଳାର ଲୋକ ତନ୍ତ୍ରବିଦ୍ୟାକୁ ସାଇତି ରଖିଲେ, ନିଜ ପରିବାରରେ ପ୍ରଚଳନ କଲେ ଆଉ ଦୈନନ୍ଦିନ ଜୀବନରେ ତା'ର ଉପଯୋଗ କଲେ, ଯାହାର ଫଳସ୍ୱରୂପ ଭାରତର ଅନ୍ୟ ରାଜ୍ୟ ଅପେକ୍ଷା ଏମାନେ ବେଶୀ ଉନ୍ନତ ହୋଇପାରିଲେ। ଭାରତର ଇତିହାସକୁ ଦେଖିଲେ ମହାଭାରତ ଯୁଦ୍ଧରେ ବଙ୍ଗର କୌଣସି ଅବଦାନ ହିଁ ନଥିଲା।
ହେଲେ ରବୀନ୍ଦ୍ରନାଥ ଟାଗୋରଙ୍କ କୁଚକ୍ରାନ୍ତ ସ୍ୱରୂପ ଆଜି ଆମେ ଜନଗଣ ମନକୁ ଆମେ ଆମ ଜାତୀୟ ସଙ୍ଗୀତ ରୂପେ ସ୍ୱୀକାର କରିଛୁ। କେବଳ ସେତିକି ନୁହେଁ, ଇଂରେଜମାନଙ୍କ ସହ ବଙ୍ଗାଳୀମାନଙ୍କର ଉତ୍ତମ ସମ୍ପର୍କ ହେତୁ ସେମାନେ ରବୀନ୍ଦ୍ରନାଥ ଟାଗୋରଙ୍କୁ ଗୀତାଞ୍ଜଳି ପାଇଁ ନୋବେଲ ପୁରସ୍କାର ଦେଇଥିଲେ। ଯେବେକି ତାଙ୍କଠାରୁ ଶ୍ରେଷ୍ଠ କବି ଶିରୋମଣି ଆମ ଓଡ଼ିଶା ମାଟିରେ କବି ସମ୍ରାଟ ଭାବରେ ଜନ୍ମ ନେଇଥିଲେ। ସାହିତ୍ୟର ଅଳଙ୍କାର ଯୁଗକୁ ମଧ୍ୟଯୁଗୀୟ ସାହିତ୍ୟ କୁହାଯାଉଥିଲା। ସେତେବେଳେ କାବ୍ୟ ଅଳଙ୍କାରର ଯଥେଷ୍ଟ ଟ୍ରେଣ୍ଡ ଚାଲିଥିଲା। ପ୍ରତ୍ୟେକ ଭାଷା ନିଜ ବିକାଶର ସର୍ବୋଚ୍ଚ ଶିଖରକୁ ଛୁଇଁଥିଲା। ତନ୍ମଧ୍ୟରେ ଓଡ଼ିଶାର ସଂସ୍କୃତି ପରମ୍ପରା ବାର୍ଲି, ଜାଭା, ସୋଭେତ, ସୁମାତ୍ରା, ସିଂହଳ ଆଦି ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା। ତତ୍କାଳୀନ ସମୟରେ ଓଡ଼ିଶାର ବଣିକ ଦିନେ ଶ୍ରୀଲଙ୍କାରେ ଶାସନ କରୁଥିଲେ। ସେମାନେ ଥିଲେ ଶୈଳୋଦ୍ଭବ ବଂଶୀ, ଯେଉଁମାନଙ୍କର କୌଳିକ ପେଶା ଥିଲା ବେପାର ବାଣିଜ୍ୟ କରିବା। ସେମାନେ ଶଙ୍ଖ, ପିତ୍ତଳ, ଚାନ୍ଦି, ପଟ୍ଟଚିତ୍ର ଆଉ ଚାନ୍ଦୁଆକୁ ନେଇ ବ୍ୟବସାୟ କରୁଥିଲେ। କେବଳ ସେତିକି ନୁହେଁ, ଓଡ଼ିଶାର ଖାଦ୍ୟଶସ୍ୟ ସେ ସମୟରେ ଏତେ ଉଚ୍ଚ କୋଟିର ଥିଲା ଯେ ଓଡ଼ିଶାର ପିଠା ମିଠା ଶ୍ରୀଲଙ୍କାରେ ବି ପ୍ରସିଦ୍ଧି ଲାଭ କରିଥିଲା। ଆରିସା, କାକରା ସାରା ବିଶ୍ୱକୁ ଓଡ଼ିଆଙ୍କ ଦାନ, ଯାହାର ଆଦୃତି ସମଗ୍ର ବିଶ୍ୱରେ ବିସ୍ତୃତ ହୋଇଥିଲା। ଖ୍ରୀଷ୍ଟପୂର୍ବ 74ର କଥା। ସେତେବେଳେ ପଙ୍ଗଳାରେ ଜଣେ ପ୍ରଖ୍ୟାତ ତାନ୍ତ୍ରିକ ହୋଇଥିଲେ, ଯାହାଙ୍କର ନାଁ ଥିଲା ଭୈରବନାଥ। ଭୈରବନାଥ ଥିଲେ ଜଣେ ସୁଖ୍ୟାତ ଅଘୋରୀ। ତନ୍ତ୍ରମନ୍ତ୍ର ବଳରେ ଅନେକ ଅସମ୍ଭବ କାର୍ଯ୍ୟକୁ ସେ ସମ୍ଭବ କରିପାରିଥିଲେ। ଗଛ ଉଡ଼େଇ ପାରୁଥିଲେ, ନଦୀର ପାଣିକୁ ରୋକି ପାରୁଥିଲେ, ନଦୀ ପାଣି ଉପରେ ଚାଲିକିରି ଯାଇପାରୁଥିଲେ, ଅଗ୍ନିଚିତା ଉପରେ ବସି ସାଧନା କରିପାରୁଥିଲେ। ହେଲେ ତାଙ୍କ ଶରୀରର ତିଳେ ହିଁ କ୍ଷତି ହେଉନଥିଲା। ଏତେ ଚମତ୍କାରୀ ବାବା ଯେ ତାଙ୍କୁ ଦେଖିବା ମାତ୍ରେ ଲୋକ ନତମସ୍ତକ ହେଉଥିଲେ। ସେ ସମୟରେ ଓଡ଼ିଶାରେ ଅନେକ ପ୍ରଖ୍ୟାତ ସାଧିକା ଥାଆନ୍ତି। ତତ୍କାଳୀନ ସମୟରେ ନାରୀମାନେ ଚୁଲି ମୁଣ୍ଡରେ ବସି ଅନେକ ତନ୍ତ୍ରବିଦ୍ୟାରେ ସାଧନା ସମ୍ପନ୍ନ କରିପାରୁଥିଲେ। ଚୁଲି ଜାଳି ଚୁଲିର ନିଆଁରେ ଆହୁତି ଦେଇ ଶାବର ମନ୍ତ୍ର ସିଦ୍ଧ କରି ନେଉଥିଲେ। ତତ୍କାଳୀନ ସମୟର ନାରୀତନ୍ତ୍ର ଏତେ ପ୍ରବଳ ଥିଲା ଯେ ଘରର ନାରୀମାନଙ୍କ ଯୋଗୁଁ ହିଁ ପରିବାର ସୁରୁଖୁରୁରେ ଚାଲୁଥିଲା। ପରିବାରର ବୟୋଜ୍ୟେଷ୍ଠ ନାରୀ ଯିଏ ଥିଲେ, ସେ ହିଁ ଥିଲେ ତନ୍ତ୍ରମନ୍ତ୍ରର ଗନ୍ଥାଘର। ଅନେକ ଚମତ୍କାରୀ ବିଦ୍ୟାରେ ପାରଙ୍ଗମ ଥିଲେ। ଚୁଲି ମୁଣ୍ଡରୁ ହିଁ ବାହାରିଥିଲା ଶକ୍ତିତନ୍ତ୍ର, ଯାହାର ବଳରେ ଅନେକ ଲୋକ ଅନେକ କାର୍ଯ୍ୟ କରିପାରୁଥିଲେ। ତତ୍କାଳୀନ ସମୟରେ ନାରୀମାନଙ୍କୁ ହିଁ ଗୁରୁ କରି ଅନେକ ତନ୍ତ୍ରବିଦ୍ୟା ଲୋକ ଶିଖୁଥିଲେ। ସେହି ନାରୀ ତନ୍ତ୍ର ସାଧିକାମାନଙ୍କ ଭିତରେ ଥିଲେ ଜଣେ ଏମିତି ତନ୍ତ୍ର ସାଧିକା, ଯାହାଙ୍କ ନାଁ ଶୁଣିଲେ ସାରା ଭାରତବର୍ଷ ଥରି ଉଠୁଥିଲା। କେବଳ ଓଡ଼ିଶା କାହିଁକି, ତନ୍ତ୍ର ମନ୍ତ୍ର ସିଦ୍ଧିର ପ୍ରଚାର ବେଙ୍ଗଲ, ଆସାମ, କାମାକ୍ଷା ସମେତ 12ଟି ଆଦିବାସୀମାନଙ୍କୁ ବି ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ତତ୍କାଳୀନ ସମୟର ଓଡ଼ିଶା ତନ୍ତ୍ର। ଭାରତବର୍ଷର ବଡ଼ ବଡ଼ ରାଜା ମହାରାଜାମାନେ ସେ ସମୟରେ ଓଡ଼ିଶା ପ୍ରତି ଆଖି ଉଠାଇବା ପାଇଁ ବି ଭୟ କରୁଥିଲେ। କାରଣ ଓଡ଼ିଶା ମାଟିରେ ପାଦ ଥାପିବା ପୂର୍ବରୁ ସେମାନଙ୍କ ରାସ୍ତାରେ ଆସୁଥିଲା କୁଆଁରୀପାଟଣା। କୁଆଁରୀପାଟଣାର ବାବନୀ ନାମକ ରାଜ୍ୟରେ ରାଜା ଶାସନ କରୁଥିଲେ। ରାଜାଙ୍କର କୌଣସି ସନ୍ତାନ ନଥିବାରୁ ରାଜ୍ୟରେ ଅନେକ ଅଶାନ୍ତିକର ପରିବେଶ ସୃଷ୍ଟି ହେଲା। ତତ୍କାଳୀନ ସମୟରେ ମାହାର ପରିବାର ରହୁଥିଲେ ସେ ରାଜ୍ୟରେ। ସେ ପରିବାରରେ ସ୍ୱାମୀ ସ୍ତ୍ରୀ ଉଭୟ ରହୁଥିଲେ। ସ୍ୱାମୀଟିର ନାଁ ମଧୁ ଆଉ ସ୍ତ୍ରୀଟିର ନାଁ ପଦ୍ମାବତୀ। ସେତେବେଳେ ମାହାରୀମାନଙ୍କର ମୁଖ୍ୟ ପେଶା ଥିଲା ବାଉଁଶରେ ଟୋକେଇ କୁଲା ବୁଣି ବିକ୍ରି କରିବା। ସେମାନଙ୍କ ଇଷ୍ଟଦେବୀ ଥିଲେ ଦେବୀ ଲାଘିମା। ଲାଘିମା ହେଲେ ମା ମହାକାଳୀଙ୍କର ଦିବ୍ୟ ଯୋଗ ଶକ୍ତିରୁ ଉତ୍ପନ୍ନ ଶକ୍ତି। ତତ୍କାଳୀନ ରାଜା ରାଜ୍ୟରେ ଅରାଜକତା ଦେଖି ମଧୁ ପଦ୍ମାବତୀଙ୍କ ଶରଣାପନ୍ନ ହେଲେ। ଉକ୍ତ ରାଜାଙ୍କ ପରେ ସେ ରାଜ୍ୟର ଶାସନଭାର ମଧୁ ପଦ୍ମାବତୀଙ୍କୁ ଦେଇଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଲେ। ଏକଥା ଶୁଣି ମଧୁ ଓ ପଦ୍ମାବତୀ ରାଜାଙ୍କୁ ଅଭୟ ଦେଲେ। ନିଜ ତନ୍ତ୍ରମନ୍ତ୍ର ଶକ୍ତି ବଳରେ ଗୋଟିଏ ରାତିରେ ସମଗ୍ର ରାଜ୍ୟର ଅରାଜକତାକୁ ସମ୍ମୋହନ ବାଣର ପ୍ରଭାବରେ ନିସ୍ତେଜ କରିଦେଲେ। ଯେଉଁ ନେତା ମନ୍ତ୍ରୀ ଏବଂ ସେନାପତି ରାଜାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚନା କରୁଥିଲେ, ସେମାନଙ୍କୁ ଖଡ଼ିକା ମାଧ୍ୟମରେ ମନ୍ତ୍ର ଦ୍ୱାରା ଚିରିଦେଲେ, ଯଦ୍ୱାରା ସେମାନେ ବଦ୍ଧ ହେଲେ। ଏକଥା ଜାଣିପାରି ସେମାନଙ୍କର ପରିବାର ଲୋକ ରାଜାଙ୍କ ସାମ୍ନାରେ ଗୁହାରି ଜଣେଇଲେ। ରାଜାଙ୍କର ଗୁହାରି ପରେ ମଧୁ ଓ ପଦ୍ମାବତୀ ସଞ୍ଜୀବନୀ ମନ୍ତ୍ର ବଳରେ ସେମାନଙ୍କୁ ପୁନଃ ଜୀବିତ କରିଥିଲେ।
ନିଜ ତନ୍ତ୍ରମନ୍ତ୍ର ଶକ୍ତି ବଳରେ ଗୋଟିଏ ରାତିରେ ସମଗ୍ର ରାଜ୍ୟର ଅରାଜକତାକୁ ସମ୍ମୋହନ ବାଣର ପ୍ରଭାବରେ ନିସ୍ତେଜ କରିଦେଇଥିଲେ, ଯାହାର ଫଳସ୍ୱରୂପ ରାଜ୍ୟର ରାଜକତା ଆସିଯାଇଥିଲା ଏବଂ ଅରାଜକତା ଶେଷ ହୋଇଗଲା। ଏକଥା ଦୂର ଦୂରାନ୍ତର ପର୍ଯ୍ୟନ୍ତ ବିସ୍ତୃତ ହୋଇଗଲା। ବେଙ୍ଗଲରେ ବସିଥିବା ଭୈରବନାଥ ଅଘୋରୀ ଏକଥାର ସୂଚନା ପାଇଲେ। ସେ ନିଜ ମନ୍ତ୍ରଶକ୍ତି ବଳରେ ମାଟିହାଣ୍ଡି ଭିତରେ ଗଙ୍ଗା ଜଳ ରଖି କିଛି ମନ୍ତ୍ର ପଢ଼ି ଚାଉଳ ଦାନା ପକାଇ ଚାଲିଲେ। ଦେଖୁ ଦେଖୁ ସେ ଜଳ ଭିତରେ ସବୁ ସ୍ପଷ୍ଟ ଦେଖାଗଲା। ଏହି ବିଦ୍ୟାକୁ ସେ ସମୟରେ ଜଳଦର୍ପଣ ବୋଲି କୁହାଯାଉଥିଲା। ଜଳଦର୍ପଣ ଗୋଟେ ଏମିତି ଗୁପ୍ତ ବିଦ୍ୟା ଯାହାର ପ୍ରୟୋଗ କରି କେହି କିଛି ବି ଦେଖିପାରିବ। ବାବନୀ ରାଜ୍ୟର ଅନେକ ସ୍ଥାନ ସେ ଜଳଦର୍ପଣରେ ଦେଖାଇଲା, କିନ୍ତୁ ବାବନୀ ରାଜନଅର କି ରାଣୀ ପଦ୍ମାବତୀଙ୍କ ବିଷୟରେ କିଛି ବି ଦିଶିଲା ନାହିଁ। ଏହା ଦେଖି ଭୈରବନାଥ ଅଘୋରୀ ତାଜୁବ ହୋଇଗଲେ ଆଉ ମନେ ମନେ ବାବନୀ ତନ୍ତ୍ର ବିଦ୍ୟାର ପ୍ରଶଂସା କରିବାକୁ ଲାଗିଲେ। କିନ୍ତୁ ମନେ ମନେ ବାବନୀ ରାଜ୍ୟରେ ନିଜ ତନ୍ତ୍ର ଶକ୍ତିର ବିସ୍ତାର କରିବାକୁ ବି ଚାହିଁଲେ। ଏଣୁ ସେ ବାବନୀ ରାଜ୍ୟ ବିଜୟ ନିମନ୍ତେ ବାହାରିଲେ। ଏକଥା ରାଣୀ ପଦ୍ମାବତୀ ଜାଣିବାକୁ ନିଜ ମନ୍ତ୍ରଶକ୍ତି ବଳରେ ପାଇଲେ। 8ଟି ବାବନାଭୂତଙ୍କୁ ରାଣୀ ବାବନୀ ରାଜ୍ୟର ଅଷ୍ଟଦିଗରେ ଜଗେଇଲେ। ଭୈରବନାଥ ଅଘୋରୀ ଗୋଟେ ପୁଷ୍କରିଣୀ ଜଳରେ ବଡ଼ ପଦ୍ମ ଫୁଲ ଫୁଟିଛି, ସେ ପଦ୍ମ ଫୁଲ ଉପରେ ବସି ଆସିଲେ। ତୁରନ୍ତ ଏକଥା ବାବନାଭୂତ ରାଣୀଙ୍କୁ ଜଣାଇଦେଲେ। ରାଣୀ ଚୁଲି ମୁଣ୍ଡରେ ବସି ଅଗ୍ନି ଭିତରେ ଦର୍ପଣ ସୃଷ୍ଟି କରି ଦେଖିଲେ। ଅଗ୍ନିରେ ସ୍ପଷ୍ଟ ଦିଶିଲା ଭୈରବନାଥ ଅଘୋରୀ କ'ଣ କରୁଛନ୍ତି। ତାଙ୍କ ସାଙ୍ଗରେ କିଛି ତାଙ୍କ ଚେଲା ଚାମୁଣ୍ଡା ଆସିଥାନ୍ତି। ସେମାନେ କିଛି ପଥର ଧରି ବାବନାଭୂତଙ୍କୁ ମାରିଲେ। ବାବନାଭୂତ ସବୁ ରକ୍ତାକ୍ତ ହୋଇଗଲେ। ଏକଥା ରାଣୀ ପଦ୍ମାବତୀ ଚୁଲି ମୁଣ୍ଡେ ବସି ଦେଖୁଥାନ୍ତି। ପାଖରେ ପଡ଼ିଥାଏ ଖଡ଼ିକା ମୁଠା। ଖଡ଼ିକା ମୁଠାରୁ କିଛି ଖଡ଼ିକା ଭାଙ୍ଗି କିଛି ମନ୍ତ୍ର ପଢ଼ିଲେ। ଆଉ ଖଡ଼ିକା ଗୁଡ଼ିକୁ ମଝିରୁ ଚିରିବା କ୍ଷଣି ଭୈରବନାଥ ଅଘୋରୀଙ୍କ ସାଙ୍ଗରେ ଆସିଥିବା ଚେଲା ଚାମୁଣ୍ଡା ଅଳ୍ପ କିଛି 2 ଫାଳ ହୋଇଗଲେ। ଏକଥା ଦେଖି ଭୈରବନାଥ ଅଘୋରୀ ରାଗିଗଲେ ଆଉ ପୁଷ୍କରିଣୀ ସହ ପଦ୍ମ ଫୁଲରେ ବସି ବାବନା ରାଜ୍ୟ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କଲେ। ଶୂନ୍ୟରୁ ଗୋଟେ ଫୋଟକା ବାଣ ବାଜିବା କ୍ଷଣି ଭୈରବନାଥ ସିଧା ତଳେ ପଡ଼ିଗଲେ, ଯଦ୍ୱାରା ଭୈରବନାଥ ଅଘୋରୀ ନିଜକୁ ଲଜ୍ଜିତ ମନେ କଲେ ଏବଂ ସେହି ସ୍ଥାନର କିଛି ଦୂରରେ ଗୋଟେ ବରଗଛ ତଳେ ନିଜର ଧୂନି ଜଳେଇଲେ। ସେଇଠି ଅନେକ ଶ୍ମଶାନ ଦେବୀ ଦେବତାଙ୍କୁ ଆବାହନ କରି ଅସଂଖ୍ୟ ସେନା ନିର୍ମାଣ କରିଦେଲେ। ସେଇଠି ବସି ଲଗାତାର ଘମାଘୋଟ ବାଣ ପେଶିଲେ ଯେ ବାବନୀ ରାଜ୍ୟର ସୀମାରେ ଥିଲା ତନ୍ତ୍ର ସୁରକ୍ଷାର ବଳୟ ତାହା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଗଲା। ଆଉ ବାବନୀ ରାଜ୍ୟ ଉପରେ ସବୁଜ ରଙ୍ଗର ମେଘ ବଳୟ ସୃଷ୍ଟି ହୋଇଗଲା। ଏସବୁ ଦେଖି ବାବନୀ ରାଜ୍ୟର ପ୍ରଜା ଭୟଭୀତ ହୋଇଗଲେ ଆଉ ତୁରନ୍ତ ରାଜଦରବାରକୁ ଯାଇ ରାଜାଙ୍କ ସମ୍ମୁଖରେ ଏସବୁ ଘଟଣା କହିଲେ। ରାଜା ଛାତ ଉପରକୁ ଯାଇ ଦେଖନ୍ତେ ସତକୁ ସତ ଏସବୁ ଘଟଣା ଚାଲିଛି। ଚାରିଦିଗରେ ଅନ୍ଧାର ଦିଶୁଛି। ମେଘ ପବନର ବଳୟ ବାବନୀ ରାଜ୍ୟ ସାରା ଘେରି ରହିଛି। ରାଜା ମଧୁ ନିଜ ଅଣ୍ଟାରେ ଖୋସିଥିବା କିଛି ସୋରିଷ କାଢ଼ି ମନ୍ତୁରେଇ ଚାରିଦିଗକୁ ଫିଙ୍ଗିଦେଲେ, ଯଦ୍ୱାରା ଦେଖୁ ଦେଖୁ କିଛି ସମୟ ଭିତରେ ଆକାଶର ରଙ୍ଗ ସଫା ହୋଇଗଲା ଆଉ ସୂର୍ଯ୍ୟ କିରଣ ବାବନୀ ରାଜ୍ୟର ଭୂମିକୁ ସ୍ପର୍ଶ କଲା। ଅନେକ ସମୟ ପର୍ଯ୍ୟନ୍ତ ମଧୁ ପଦ୍ମାବତୀ ଓ ଭୈରବନାଥ ଅଘୋରୀ ଭିତରେ ଯୁଦ୍ଧ ଚାଲିଲା। ଗୋଟେ ପରେ ଗୋଟେ ଭୈରବନାଥ ଅଘୋରୀ ଏବଂ ତାଙ୍କର ଚେଲା ଚାମୁଣ୍ଡା ମିଶିଥାନ୍ତି। ଗୋଟେ ପଟେ ଭୈରବନାଥ ଅଘୋରୀ ଏବଂ ସେମାନଙ୍କର ଚେଲା ଚାମୁଣ୍ଡା, ଆଉ ଗୋଟେ ପଟେ ରାଜା ମଧୁ ଓ ରାଣୀ ପଦ୍ମାବତୀ। ସେଦିନ ଶୂନ୍ୟରେ ବାଣ ଶବ୍ଦ ଶୁଭୁଥାଏ। ରାଣୀ ପଦ୍ମାବତୀ ଶୂନ୍ୟବାଣୀ ପ୍ରେରଣ କରି କହିଲେ, ଭଲ ଦଶା ଅଛି ତ ମୋ ରାଜ୍ୟ ଛାଡ଼ି ଚାଲିଯାଅ, ନଚେତ୍ ତମକୁ ତଥା ତମ ଚେଲା ଚାମୁଣ୍ଡାଙ୍କୁ ପନିକିରେ ହାଣିଦେବି। ତଥାପି ଭୈରବନାଥ ଅଘୋରୀ ଏକଥା ନ ଶୁଣି ଯୁଦ୍ଧ ଜାରି ରଖିଲେ। ରାଣୀ ଅତୀତ କ୍ରୋଧିତ ହୋଇ ଲାଘିମା ଦେବୀଙ୍କୁ ଆବାହନ କଲେ। ଭୈରବନାଥ ଅଘୋରୀଙ୍କ ତରଫରୁ ଶ୍ମଶାନ କାଳୀ ଯୁଦ୍ଧ କରୁଥାନ୍ତି। ଲାଘିମା ଦେବୀ ମା ମହାକାଳୀଙ୍କର ରୌଦ୍ର ରୂପ ଧାରଣ କରି ସଂହାର ଆରମ୍ଭ କଲେ। ଦେଖୁ ଦେଖୁ କିଛି କ୍ଷଣ ଭିତରେ ଭୈରବନାଥ ଅଘୋରୀଙ୍କ ସମଗ୍ର ସୈନ୍ୟ ସଂହାର କରିଦେଲେ ଏବଂ ଭୈରବନାଥ ଅଘୋରୀଙ୍କୁ ବନ୍ଦୀ ବନେଇଲେ। ଭୈରବନାଥ ଅଘୋରୀଙ୍କୁ ବନ୍ଦୀ କରି ଦେବୀ ସେଇ ଚୁଲି ମୁଣ୍ଡକୁ ନେଇଗଲେ ଯେଉଁଠି ରାଣୀ ପଦ୍ମାବତୀ ବସିଥିଲେ। ରାଣୀଙ୍କ ସାମ୍ନାରେ ଭୈରବନାଥ ଅଘୋରୀ ସମର୍ପଣ ସ୍ୱୀକାର କଲେ ଏବଂ ତାଙ୍କୁ ନିଜ ଗୁରୁ ରୂପେ ସ୍ୱୀକାର କଲେ। ରାଜା ରାଣୀ ଉଭୟ ଭୈରବନାଥ ଅଘୋରୀଙ୍କୁ ତନ୍ତ୍ରବିଦ୍ୟା ଶିକ୍ଷା ଦେଲେ। ତେବେ ଆଜି ପାଇଁ କାହାଣୀଟି ଏତିକି। ଆଶା କରୁଛି କାହାଣୀଟି ଆପଣଙ୍କୁ ଭଲ ଲାଗିଥିବ। କାହାଣୀଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିନ୍ତ ଜଣାଇବେ। ଏହି କାହାଣୀ ନା ତ କୌଣସି ବହିରେ ଉଲ୍ଲେଖ ଅଛି ନା କୌଣସି ଦସ୍ତାବେଜରେ, କେବଳ
पुरुखा तांत्रिक मानक भितर गोटे लोकवाणी हो रही जाइछि। रानी पद्मावतींकर शक्ति एते सुख्याति लाभ करथिला जे लोकमुखरे तांको प्रशंसा लोकवाणी हिसाब रे प्रस्तुत होउथिला। आ लोके कहूथिले पद्मावती रानी पद्मपत्रे चली आणुथिले पानी। ये सही रानी पद्मावती जहाँ को ना नहीं साप एकेला साप मंत्र पढ़ती, पद्म तोड़ा पढ़ती। तेणु ओडिशार तंत्र कहानी अनेक आश्चर्यान्वित कथारे पूर्ण। आमे मूर्ख ए सबू साइती रखिपारिलुनी। तेबे कहानीटी आज एतिकी। एई भली कहानी सुनिबा पई आपण आम चैनल ओडिया तांत्रिक स्टोरी को निहाती सब्सक्राइब करंतु। धन्यवाद।